ଆଜି ମୁଁ ଖାଇବାକୁ ବସିଛି, ହଠାତ୍ ବାହାରେ ପାଟି ଶୁଭିଲା। ମୁଁ ପାଟି ଶୁଣିକି ଖାଇବା ଛାଡ଼ି ଉଠିଗଲି। ଦେଖିଲା ବେଳକୁ କେହି ଜଣେ ସାର୍ଙ୍କୁ ଧରିକି ଘର ଭିତରକୁ ନେଇକି ଆସୁଛନ୍ତି। ମୁଁ ଯାଇକି ସେଇଠୁ ସାର୍ଙ୍କୁ ନେଇ ଆସିଲି। ନେଇକି ଯାଇକି ବାପାଙ୍କ ପାଖରେ ବସେଇଲି। ଯାଇକି ବସିଲା ପରେ ବାପା ବି ଶୋଇଥିଲେ ଯେ ଉଠି ପଡ଼ିଲେ। ସେମାନେ କଥା ହେଲେ। କଥା ହେବା ଭିତରେ ସାର୍ଙ୍କୁ ଦେଖିକି ମୋ ମନ ବହୁତ ଖୁସି ହେଇଗଲା। ଯେହେତୁ ସାର୍ ଚାଲିପାରୁନାହାନ୍ତି, ଆଜି ଖୋଜି ଖୋଜି ଏତେ ବାଟ ଆସିଛନ୍ତି। ମୁଁ ସେଇଠୁ ସାର୍ଙ୍କୁ ପଚାରିଲି, କହିଲି ସାର୍ ଆଉ ଆପଣଙ୍କ ପାଇଁ ଟିକେ ଚା ନେଇ ଆସୁଛି। ମନା କଲେ, କହିଲେ ନା ଏମିତିରେ ଦେହ ଖରାପ, ଆଉ କିଛି ଖାଇବା ପିଇବାକୁ ବି ଇଚ୍ଛା ହେଉନି। ମୁଁ ଏମିତି ଚା ଟିକେ ପିଏ କେବେ କେମିତି। ମୁଁ ସେଇଠୁ ଟିକେ ଚା ଟିକେ କରିକି ଆଣିକି ଦେଲି। ବାପାଙ୍କ ପାଖରେ ସେଇଠି ବସି ପଡ଼ିଲେ। ବାପାଙ୍କୁ ଆସୁ ଆସୁ ନମସ୍ତେ କଲେ। ତାପରେ ବସିକି କଥା ହେଉଛନ୍ତି ସେମାନେ, ମୁଁ ବାହାରୁ ଥାଇ ତାଙ୍କ କଥା ଶୁଣୁଛି। ସାର୍ଙ୍କୁ ଦେଖି ମୋର ଆଜି ମନେ ପଡ଼ିଯାଉଥିଲା ମୋ ପିଲାଦିନ କଥା। ସାର୍ ମୋତେ ସ୍କୁଲରେ ପାଠ ପଢ଼ାଉଥିଲେ। ଥରେ ଦଶହରା ଛୁଟି ପରେ ସ୍କୁଲ ଖୋଲୁ ଖୋଲୁ ମୁଁ ସ୍କୁଲ ଯାଇଛି। ସାର୍ କହିଲେ ହସ୍ତାକ୍ଷର ଖାତା ଦେଖିବା ପାଇଁ। ମୋତେ ଯେତେବେଳେ ମାଗିଲେ, ମୁଁ ତ ହସ୍ତାକ୍ଷର ଲେଖିନି। ମୁଁ କହିଲି ସାର୍ ମୁଁ ଖାତା ଆଣିନି। କହିଲେ ଯା ଘରୁ ଆଣିକି ଆସିବୁ। ମୁଁ ଘରକୁ ଆସିଲି, ଆଉ ସ୍କୁଲକୁ ଗଲିନି। ତା ପରଦିନ ଯେତେବେଳେ ଯାଇକି ସ୍କୁଲରେ ପହଞ୍ଚିଲି, ସାର୍ କହିଲେ କାଲି କାହିଁକି ଖାତା ନେଇକି ଆସିଲୁନି? ମୁଁ ସେତେବେଳକୁ ଲେଖିକି ନେଇଯାଇଥାଏ। ମୁଁ କହିଲି ସାର୍ ମୁଁ ଆସିଲା ବେଳକୁ ଆପଣ ନଥିଲେ କ୍ଲାସ୍ରେ। ସାର୍ କହିଲେ ମୋତେ ଅଫିସରେ ଦେଖା କଲୁନୁ। ମୁଁ କହିଲି ସାର୍ ମୁଁ କିନ୍ତୁ ଖାତା ଆଣିଥିଲି। ମୁଁ ଏମିତି ଭାବରେ ମିଛ କହୁଥିଲି, ସାର୍ ବୋଧେ ଜାଣି ଯାଇଥିବେ ମୁଁ କେତେ ସତ କହୁଛି କେତେ ମିଛ କହୁଛି। ସାର୍ଙ୍କୁ ଦେଖିକି ଆଜି ବହୁତ ଖୁସି ଲାଗିଲା। ସେମାନେ ବସିକି ବହୁତ ସମୟ ଯାଏ କଥା ହେଲେ। ଚା ଟିକେ ପିଇଲେ ସାର୍। ଖାଇବାକୁ ଦେଲେ, ରାଜି ହେଲେନି। କହିଲେ ନା ଖାଇବା ଖାଦ୍ୟ କିଛି ଦେହରେ ଯାଉନି, ଏମିତି ଖାଇବିନି। ବାହାରକୁ ଆସିଲା ପରେ ପୁଣି କହିଲେ ଚେୟାର ଆଣି ମୁଁ ବାହାରେ ବସିକି ପୁଣି ବାପାଙ୍କର ମୋର କଥା ହେବୁ। ସେମାନେ କଥା ହେଲେ। ତାପରେ ମୁଁ ଜଣକୁ କହିଲି, ସାର୍ଙ୍କୁ ନେଇକି ଛାଡ଼ି ଦେଇକି ଆସିଲେ। ଜୟ ଜଗନ୍ନାଥ।